ନଳବଣଠାରେ ଭବ୍ୟ ଭାବେ ପାଳିତ 77ତମ ଗଣତନ୍ତ୍ର ଦିବସ। ନଳବଣଠାରେ ଦେଶର 77ତମ ଗଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ପ୍ରଭାତରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅନୁଷ୍ଠାନରେ ଜାତୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କର ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଲା। ଅତିଥିମାନେ ଦେଶର ସ୍ୱାଧୀନତା, ସମ୍ବିଧାନର ମୂଲ୍ୟବୋଧ ଓ ଗଣତନ୍ତ୍ରର ଗୁରୁତ୍ୱ ବିଷୟରେ ନିଜର ମତ ବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଅନୁଷ୍ଠାନ ଶେଷରେ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ। କୃଷ୍ଣପ୍ରସାଦରୁ ଦେବେନ୍ଦ୍ରନାଥ ଦଳାଇଙ୍କ ରିପୋର୍ଟ, ସଂଘର୍ଷ ଟିଭି।